ଗୀତାର ଉପଦେଶ ତୃତୀୟ ଦିନ। କୃଷ୍ଣ ବୁଝାଉଛନ୍ତି, ହେ ଅର୍ଜୁନ, ନପୁଂସକତାକୁ ପ୍ରାପ୍ତ କର ନାହିଁ। ଯଦି ତୁମେ ଯୁଦ୍ଧକୁ ଆସିଛ ତ ଯୁଦ୍ଧ କର, ଏମିତି ଭୟ କର ନାହିଁ। ତୁମ ପରି ଧନୁର୍ଦ୍ଧର ପାଇଁ ଏ ଠିକ୍ ନୁହେଁ। ତୁମେ ଏମିତି ମନର ଦୁର୍ବଳତାକୁ ଦେଖାଇବା ଉଚିତ ନୁହେଁ। ଶ୍ରୀକୃଷ୍ଣ ଏଠାରେ ନପୁଂସକତାର ଅର୍ଥକୁ ଶକ୍ତିହୀନ, ଦୁର୍ବଳ ହୋଇପଡ଼ିବା ଓ ଯୁଦ୍ଧରୁ ପଛେଇ ଯିବାକୁ ବୁଝାଇଛନ୍ତି। ଯଦି ଖରାପ ସମୟରେ ମନରେ କର୍ମକୁ ନେଇ ଆଶଙ୍କା ଆସେ, ତାହେଲେ ଆମ ମନକୁ ବୁଝାଇବା ଉଚିତ ହେବ ଯେ ଧର୍ମ ଅନୁସାରେ କର୍ମ ତ କରିବାକୁ ପଡ଼ିବ। ନିଜକୁ ଶକ୍ତିହୀନ ଭାବି କର୍ମକୁ ତ୍ୟାଗ କରିବା ଏହା ଠିକ୍ ହେବ ନାହିଁ। ମନର ଦୁର୍ବଳତାକୁ ଛାଡ଼ି କର୍ମ ଉପରେ ଧ୍ୟାନ ଦେବା ଉଚିତ, ଯେଉଁ କର୍ମ ପାଇଁ ଆମେ ପ୍ରତିଜ୍ଞାବଦ୍ଧ ରହିଥିଲୁ। ନିଜ ମନକୁ କିପରି ନିୟନ୍ତ୍ରଣ ରଖିବା ତାହା ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି।